ପିଲାମାନେ ଆରମ୍ଭ କରିବା କିଶୋର ଚକ୍ର। ଅନେକ ଦିନ ତଳର କଥା। ଚିତ୍ର ତରଙ୍ଗ ବୋଲି ଗୋଟିଏ ଛୋଟ ମାଳଭୂମିରେ ଅନେକ ପଶୁପକ୍ଷୀ ଆଉ ବହୁ ଔଷଧୀୟ ବୃକ୍ଷ ରହୁଥିଲେ। ସେହି ବୃକ୍ଷମାନଙ୍କର ଔଷଧୀୟ ଗୁଣ ସାରା ବିଶ୍ୱରେ ପ୍ରସିଦ୍ଧ ଲାଭ କରିଥିଲା। ସେଥିପାଇଁ ଗଛମାନଙ୍କ ଭିତରେ ପ୍ରବଳ ଆତ୍ମଗର୍ବ ଦେଖାଦେଇଥିଲା। ଥରେ କ'ଣ ହେଇଛି ନା, ମାଳଭୂମିର ସମସ୍ତ ବୃକ୍ଷ ନିଜ ନିଜର ସୁରକ୍ଷା ବିଷୟରେ ଆଲୋଚନା କରିବା ପାଇଁ ସ୍ଥିର କଲେ। ବଡ଼ ବଡ଼ ଗଛଠାରୁ ଆରମ୍ଭ କରି ଘାସ ପର୍ଯ୍ୟନ୍ତ ସମସ୍ତେ ଆସି ଯୋଗଦେଲେ ସେହି ଆଲୋଚନାରେ। ସମସ୍ତେ ନିଜ ନିଜ ମତ ଦେଲେ। ହେଲେ ଯେତେବେଳେ ଛୋଟ ଘାସର ପାଳି ଆସିଲା, ସେ କହିଲା, ଦେଖନ୍ତୁ, ମୁଁ ସମସ୍ତଙ୍କଠାରୁ ଛୋଟ, ତେଣୁ ମୁଁ ଏତିକି କହିବି ଯେ ଆପଣ ନିଜ ନିଜ ଭିତରେ ନମ୍ରତା ଗୁଣକୁ ଆଦରି ନିଅନ୍ତୁ। ବଡ଼ ବଡ଼ ବିପଦ ଆପଣଙ୍କ ମୁଣ୍ଡ ଉପରେ କ୍ଷତି ନ କରି ଚାଲିଯିବ। ଘାସର ଏପରି କଥା ଶୁଣି ସମସ୍ତେ ହସିଲେ ଆଉ କହିଲେ, ଆମକୁ ପୁଣି ନମ୍ରତା ଶିଖେଇବ ଏଇ ଘାସ, ଯାହାର ସାନ ବଡ଼ର ଜ୍ଞାନ ନାହିଁ। ଯା, ଭଲ କଥା କହିବା ପରିବର୍ତ୍ତେ ନିଜ ପରି ଅଦରକାରୀ କଥା କହୁଛି। ଘାସ କିନ୍ତୁ କିଛି ନ କହି ଚୁପଚାପ ସବୁ ସହିଗଲା। ତାପରେ କ'ଣ ହେଇଛି ଜାଣିଛ ପିଲାଏ? 2 ଦିନ ପରେ ରାତିରେ ଆରମ୍ଭ ହେଲା ଅଦିନିଆ କାଳବୈଶାଖୀ। ପ୍ରଚଣ୍ଡ ପବନ ଓ ଘୂର୍ଣ୍ଣିଝଡ଼ ପ୍ରଳୟ ରଚିଦେଇ ଚାଲିଗଲା ମାଳଭୂମିରେ। ସେଇ ଝଡ଼ର ପ୍ରଭାବରେ ଅନେକ ବଡ଼ ବଡ଼ ଗଛ ଭୂଇଁରେ ଲୋଟି ପଡ଼ିଥିଲେ। ହେଲେ ଛୋଟ ଘାସ ନିଜ ନମ୍ରତା ପାଇଁ ସେଇ ଝଡ଼ରୁ ରକ୍ଷା ପାଇଗଲା। ଜାଣିଲଟି ପିଲାଏ, ବିପଦ ସମୟରେ ଭୟଭୀତ ନ ହେଇ ନମ୍ରତାର ସହ ତାର ମୁକାବିଲା କରିବାକୁ ପ୍ରସ୍ତୁତ ରହିବା ଆବଶ୍ୟକ। ହଉ ପିଲେ, କଥା ପରେ ଗୀତଟିଏ ଶୁଣିଲେ କେମିତି ହୁଅନ୍ତା? ଆସ ତାହେଲେ ଭଉଣୀ ଶ୍ରୁତକୀର୍ତ୍ତି ପଟ୍ଟନାୟକଙ୍କ କଣ୍ଠରୁ ଶୁଣିବା ଭକ୍ତି ସଙ୍ଗୀତଟିଏ। ଗୀତଟିକୁ ରଚନା କରିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ।
ବାସ ତୋର ଅନାଥର ନାଥ ଆହି ଜଗନ୍ନାଥ ତୁମ ଶ୍ରୀ ଚରଣୀ କୋଟି ଜୁହାର ଜଗନ୍ନାଥୀ ହୋ ତୁମେ ବଡ଼ ଚତୁର ଜଗନ୍ନାଥୀ ହୋ ତୁମେ ବଡ଼ ଚତୁର ନିଜେ ଖାଇ ପିଇ ମୌନେ ବସିଛ ଗରିବଙ୍କ ପାଇବେ ତ ପାହାର ଜଗନ୍ନାଥୀ ହୋ ତୁମେ ବଡ଼ ଚତୁର ଜଗନ୍ନାଥୀ ହୋ ତୁମେ ବଡ଼ ଚତୁର ଜଗନ୍ନାଥୀ ହୋ ତୁମେ ବଡ଼ ଚତୁର। ପିଲାଏ, ଲକ୍ଷ୍ମଣ ନାୟକ ଆମ ରାଜ୍ୟ ଓଡ଼ିଶାର ଜଣେ ବୀର ସ୍ୱାଧୀନତା ସଂଗ୍ରାମୀ। ବ୍ରିଟିଶ ଶାସନ ସମୟରେ ଲୋକମାନଙ୍କ ଉପରେ ଅତ୍ୟାଚାର ଓ ଶୋଷଣ ଦେଖି ସେ ବିଦ୍ରୋହୀ ହୋଇପଡ଼ିଥିଲେ। ସେ ସମସ୍ତଙ୍କୁ ଏକାଠି କରି ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ। ଏଥିପାଇଁ ତାଙ୍କୁ ବହୁବାର ଜେଲ୍ ଯିବାକୁ ପଡ଼ିଛି, ମାଡ଼ ମଧ୍ୟ ଖାଇଛନ୍ତି। ତଥାପି ନ ଡରି ସଂଗ୍ରାମ ଜାରି ରଖିଥିଲେ। ପିଲେ, ସେ ସିନା ସଂଗ୍ରାମ ଜାରି ରଖିଥିଲେ, ହେଲେ ସ୍ୱାଧୀନତାର ସ୍ୱାଦ ଚାଖି ପାରିନଥିଲେ। ସେ ଆଉ ନାହାନ୍ତି ସତ, ହେଲେ ତାଙ୍କ ସ୍ୱପ୍ନ ସାକାର ହେଇଛି। ଆଜି ଆମେ ସ୍ୱାଧୀନ। ଆସ ପିଲେ, ମହାପୁରୁଷଙ୍କ ଜୀବନୀରେ ଆଜି ଶୁଣିବା ଶହୀଦ ଲକ୍ଷ୍ମଣ ନାୟକଙ୍କ ବିଷୟରେ। ତମମାନଙ୍କ ପାଇଁ କହିଛନ୍ତି ସୁନାମଣି ରାଉତ। ଆମ ଦେଶ 1947 ମସିହା ଅଗଷ୍ଟ ମାସ 15 ତାରିଖରେ ସ୍ୱାଧୀନ ହୋଇଥିଲା। ବିଦେଶୀ ଇଂରେଜ ଶାସନରେ ଆମ ଦେଶର ଲୋକେ ବହୁ ଦୁଃଖ କଷ୍ଟ ଭୋଗ କରୁଥିଲେ। ମହାତ୍ମା ଗାନ୍ଧୀଙ୍କ ଡାକରାରେ ସମସ୍ତେ ସ୍ୱାଧୀନତା ପାଇଁ ଆଗେଇ ଆସିଲେ। ଛୋଟ ଛୋଟ ପିଲାଙ୍କଠୁ ଆରମ୍ଭ କରି ସମସ୍ତେ ଆସି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଲେ। ଏଥିପାଇଁ ଅନେକ ଲୋକ ଲାଠି ଓ ବେତ ପାହାର ଖାଇଲେ, ଜେଲ୍ ଗଲେ, କିଏ ବନ୍ଧୁକ ଗୁଳିରେ ଟଳି ପଡ଼ିଲା ତ କାହାକୁ ଫାଶୀ କାଠରେ ଝୁଲାଇ ଦିଆଗଲା। ଏମିତି ଦୁଃଖ କଷ୍ଟ ଦେଇ ଇଂରେଜ ସରକାର ଆମକୁ ଡରାଇ ରଖିଥିଲା। ଆମ ଦେଶର ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ, ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ବକ୍ସି ଜଗବନ୍ଧୁ, ନବକୃଷ୍ଣ ଚୌଧୁରୀ, ରମାଦେବୀ, ହରେକୃଷ୍ଣ ମହତାବ, ଏମିତି ଅନେକ ଦେଶବାସୀଙ୍କ ତ୍ୟାଗ ଓ ଜୀବନଦାନରେ ଆମ ଦେଶ ସ୍ୱାଧୀନ ହୋଇଛି। ସେହି ଦେଶସେବୀ ବୀର ମଣିଷମାନଙ୍କ ମଧ୍ୟରୁ ଶହୀଦ ଲକ୍ଷ୍ମଣ ନାୟକ ହେଉଛନ୍ତି ଅନ୍ୟତମ। ଓଡ଼ିଶାର ବଣ ପାହାଡ଼ ଘେରା କୋରାପୁଟ ଜିଲ୍ଲାର ମାଲକାନଗିରି ଅଞ୍ଚଳର ତେନ୍ତୁଲିଗୁମା ଗାଁରେ 1899 ମସିହା ନଭେମ୍ବର 22 ତାରିଖରେ ଜନ୍ମ ହୋଇଥିଲେ ଲକ୍ଷ୍ମଣ ନାୟକ। ତାଙ୍କ ବାପା ପଦ୍ମନାଭ ନାୟକ ଜୟପୁର ରାଜାଙ୍କ ଅଧୀନରେ ଚାକିରି କରୁଥିଲେ। 1930 ମସିହାରେ ବାପା ପଦ୍ମନାଭ ଚାକିରିରୁ ଅବସର ନେବା ପରେ ପୁଅ ଲକ୍ଷ୍ମଣ ସେହି ଚାକିରିରେ ରହିଲେ। ଲକ୍ଷ୍ମଣଙ୍କ ବଡ଼ ଭାଇଙ୍କ ନାଁ ସନିଆ ନାୟକ ଓ ସାନ ଭାଇର ନାଁ ଧନ ନାୟକ। ଲକ୍ଷ୍ମଣ ଥିଲେ ମଝିଆ ଭାଇ। ଲକ୍ଷ୍ମଣଙ୍କ ପରିବାର ଚାଷବାସ କରି ଦୁଃଖେ କଷ୍ଟେ ଚଳି ଯାଉଥିଲେ। 1921 ମସିହାରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଲକ୍ଷ୍ମଣ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ସେତେବେଳକୁ ତାଙ୍କୁ 22 ବର୍ଷ। 19 ବର୍ଷ ବୟସରେ ସେ ସାନଗୁମା ଗାଁର ଘାସି ଭୂମିଆଙ୍କ ଝିଅ ମଙ୍ଗୁଳିକୁ ବିବାହ କରିଥିଲେ। ଲକ୍ଷ୍ମଣଙ୍କ ପୁଅଙ୍କ ନାଁ ରଘୁନାଥ ଓ ଝିଅଙ୍କ ନାଁ କୌଶଲ୍ୟା। 1930 ମସିହାରେ ବାପାଙ୍କ ଚାକିରିରେ ନିଯୁକ୍ତି ପାଇ ଲକ୍ଷ୍ମଣ କୃଷିର ଉନ୍ନତି ସକାଶେ ରାସ୍ତା କଡ଼ରେ ନାଳ ଖୋଳିବା, ରାସ୍ତା ଓସାର କରିବା, ନୂଆ ଘର ତିଆରି କରି ଲୋକମାନଙ୍କୁ ରଖାଇବା ଇତ୍ୟାଦି କାମ କରି ସେ ଲୋକମାନଙ୍କ ପାଖରେ ପ୍ରିୟ ହୋଇଯାଇଥିଲେ। ଲକ୍ଷ୍ମଣଙ୍କ କାମକୁ ସେ ଅଞ୍ଚଳର ଲୋକେ ଖୁବ୍ ପସନ୍ଦ କରୁଥିଲେ ଓ ତାଙ୍କୁ ଭଲ ପାଉଥିଲେ। ଏହାଛଡ଼ା ସେତେବେଳେ କୋରାପୁଟ ଜିଲ୍ଲାର ସରଳ ଆଦିବାସୀମାନେ ଇଂରେଜମାନଙ୍କ ଦ୍ୱାରା ବହୁ ଦୁଃଖ କଷ୍ଟ ଭୋଗୁଥିଲେ, ଶୋଷିତ ବି ହେଉଥିଲେ। ଏଥିରେ ଲକ୍ଷ୍ମଣ ସମସ୍ତଙ୍କୁ ଏକାଠି କରି ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଆନ୍ଦୋଳନ କଲେ। ସେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବାରୁ ତାଙ୍କୁ ରାଜଦ୍ରୋହୀ ବୋଲି କହି ଚାକିରିରୁ ବାହାର କରିଦିଆଗଲା। ତାଙ୍କଠାରୁ ଜମି ଛଡ଼ାଇ ନିଆଗଲା। ଏହାଦ୍ୱାରା ଲକ୍ଷ୍ମଣ ନାୟକଙ୍କ ନାଁ ଚାରିଆଡ଼େ ପ୍ରଚାର ହୋଇଗଲା। ସେ କଂଗ୍ରେସରେ ଯୋଗ ଦେଇ ଖଦଡ଼ ଲୁଗା ପିନ୍ଧିଲେ ଓ ଗାଁ ଗାଁ ବୁଲି ମହାତ୍ମା ଗାନ୍ଧୀଙ୍କ କାଟି ପିନ୍ଧ କୁଟି ଖାଅ କଥାକୁ ସମସ୍ତଙ୍କୁ ବୁଝାଇଲେ। ଲକ୍ଷ୍ମଣଙ୍କ ପାଇଁ ସମଗ୍ର କୋରାପୁଟରେ ସ୍ୱାଧୀନତା ଆନ୍ଦୋଳନ ଜାଗି ଉଠିଲା। ଏଥିପାଇଁ ତାଙ୍କୁ ଅନେକ ଥର ଜେଲ୍ ଭୋଗିବାକୁ ମଧ୍ୟ ପଡ଼ିଥିଲା। 1942 ମସିହା ଅଗଷ୍ଟ 21 ତାରିଖରେ ଲକ୍ଷ୍ମଣ ନାୟକ ଶହ ଶହ ଲୋକଙ୍କୁ ନେଇ ବନ୍ଦେ ମାତରମ୍, ଇଂରେଜମାନେ ଭାରତ ଛାଡ଼ କହି
ମାତିଲି ଥାନା ଘେରାଉ କଲେ। ଥାନା ଉପରେ ତ୍ରିରଙ୍ଗ ପତାକା ଉଡ଼ାଇବାକୁ ଚଢ଼ୁଥିଲା ବେଳେ ଲିଙ୍ଗଭୂମିଆ ଓ ନକୁଳ ମାଡ଼କାମୀ ଇଂରେଜ ଗୁଳିରେ ଟଳି ପଡ଼ିଲେ। ଅନେକ ମରିଗଲେ। ଲକ୍ଷ୍ମଣକୁ ଥାନା ଆଗକୁ ଟାଣି ନେଇ ଖୁବ୍ ଜୋରରେ ମାଡ଼ ମରାଗଲା। ମାଡ଼ି ବସି ତାଙ୍କ ନିଶ ଦାଢ଼ି ଉପାଡ଼ି ଦିଆଗଲା। ତଥାପି ତାଙ୍କ ପାଟିରୁ ଶୁଭୁଥିଲା ବନ୍ଦେ ମାତରମ୍, ଭାରତ ମାତା କି ଜୟ। ଲକ୍ଷ୍ମଣଙ୍କ ବିରୋଧରେ ଇଂରେଜମାନେ ମିଛ ମକଦ୍ଦମା ଲଗାଇ ଦେଲେ। ଫରେଷ୍ଟ ଗାର୍ଡ ଜି ରାମାୟଙ୍କୁ ଲକ୍ଷ୍ମଣ ପିଟି ପିଟି କୁଆଡ଼େ ମାରି ଦେଇଛି। ମାତ୍ର ଏହା ସତ ନଥିଲା। ଏହି ମିଛ ମକଦ୍ଦମାରେ ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଗଲା। ଲକ୍ଷ୍ମଣକୁ ଫାଶୀରୁ ରକ୍ଷା କରିବା ପାଇଁ ବ୍ରହ୍ମପୁରର ବିଶିଷ୍ଟ ଓକିଲ ରାଧାଚରଣ ଦାସ ବିହାର ହାଇକୋର୍ଟରେ ଅପିଲ କରିଥିଲେ। ମାତ୍ର ତାହା ସଫଳ ହେଲା ନାହିଁ। 1943 ମସିହା ମାର୍ଚ୍ଚ 29 ତାରିଖରେ ଲକ୍ଷ୍ମଣକୁ ଫାଶୀ ଦେବା ପାଇଁ ଆଦେଶ ହେଲା। ଏ ଖବର ଶୁଣି ଦୁଃଖରେ ସମସ୍ତେ ଭାଙ୍ଗି ପଡ଼ିଲେ। ଫାଶୀ ଆଦେଶ ପରେ ଲକ୍ଷ୍ମଣକୁ ପଚରା ଯାଇଥିଲା, ଲକ୍ଷ୍ମଣ, ଘରକୁ ତମେ କ'ଣ ଖବର ଦେବ? ଲକ୍ଷ୍ମଣ ମନ ଦୁଃଖରେ କହିଥିଲେ, ମୋର ଆଉ କିଛି କହିବାର ନାହିଁ। କି ଖବର ବା ଦେବି? ମାତ୍ର ଆମେ ଯେଉଁ ସ୍ୱାଧୀନତା ପାଇଁ ଲଢ଼େଇ କରୁଛୁ ସେ ସ୍ୱାଧୀନତା ଦେଖିପାରିବି ନାହିଁ ବୋଲି ମୁଁ ବହୁତ ଦୁଃଖ କରୁଛି। ଲକ୍ଷ୍ମଣ ନାୟକଙ୍କ ଫାଶୀ ପାଇବାର ପୂର୍ବ ରାତିରେ ବ୍ରହ୍ମପୁର ଜେଲ୍ ଖୁବ୍ ସୁନସାନ୍ ଲାଗୁଥିଲା, ଯେପରି ସମସ୍ତଙ୍କ ମୁହଁରୁ କଥା ହଜିଯାଇଛି। କେବଳ ଲକ୍ଷ୍ମଣଙ୍କ ବନ୍ଦୀ ଘରୁ ଭାସି ଆସୁଥିଲା ବାପୁଜୀଙ୍କର ସେହି ପ୍ରିୟ ରାମଧୁନ୍, ରଘୁପତି ରାଘବ ରାଜା ରାମ ପତିତ ପାବନ ସୀତାରାମ। ଲକ୍ଷ୍ମଣ ନାୟକଙ୍କ ଫାଶୀ ପାଇବାର ଦିନ ଆସିଲା। 1943 ମସିହା ମାର୍ଚ୍ଚ ମାସ 29 ତାରିଖ ଭୋର 5ଟା। ଲକ୍ଷ୍ମଣକୁ ଫାଶୀ କାଠ ଉପରେ ଠିଆ କରାଇ ତାଙ୍କ ମୁହଁରେ କଳା କପଡ଼ା ଘୋଡ଼ାଇ ଦିଆଗଲା। ଆଉ ପଚରାଗଲା, ଲକ୍ଷ୍ମଣ, ତୁମର ଶେଷ ଇଚ୍ଛା କ'ଣ କୁହ? ଲକ୍ଷ୍ମଣ କହିଥିଲେ, ଯଦି ଆକାଶରେ ସୂର୍ଯ୍ୟଚନ୍ଦ୍ର ସତ୍ୟ ହୋଇଥାନ୍ତି ତେବେ ମୋ ଭାରତ ମାତା ନିଶ୍ଚୟ ଦିନେ ସ୍ୱାଧୀନତା ଲାଭ କରିବ। ସେହି ଶୁଭ ଦିନ ପାଖେଇ ଆସୁଛି। ସେଦିନ ଦେଶ ପାଇଁ ଜୀବନ ଦେଇ ଶହୀଦ ହୋଇଥିବା ଲକ୍ଷ୍ମଣ ନାୟକର କଥା ଆଜି ସତ ହୋଇଛି। ଆମ ଦେଶ ସ୍ୱାଧୀନ ହୋଇଛି। ଆମେ ସବୁ ସ୍ୱାଧୀନ ଭାରତର ସନ୍ତାନ। ଶହୀଦ ଲକ୍ଷ୍ମଣ ନାୟକ ଆଜି ଆଉ ନାହାନ୍ତି ସତ, ହେଲେ ଦେଶର ସ୍ୱାଧୀନତା ପାଇଁ ତାଙ୍କର ତ୍ୟାଗ ଓ ବଳିଦାନ ସବୁଦିନ ପାଇଁ ସମସ୍ତଙ୍କର ମନେ ରହିଥିବ, ଏଥିରେ ସନ୍ଦେହ ନାହିଁ। ଜାଣିଛ ନା ପିଲେ, ଆମର ଏଇଠି ପାଳନ ହୁଏ 12 ମାସରେ 13 ପର୍ବ। ଆଉ ପର୍ବପର୍ବାଣୀର ମୁଖ୍ୟ ଆକର୍ଷଣ ହେଲା ପିଠା, ମିଠା, କ୍ଷୀରି, ପୁରୀ, ଏମିତି ସ୍ୱାଦିଷ୍ଟ ବ୍ୟଞ୍ଜନ। ସେଇ ସ୍ୱାଦିଷ୍ଟ ବ୍ୟଞ୍ଜନ ଭିତରୁ ପିଠା ଅନ୍ୟତମ। ତମେମାନେ କେତେ ପ୍ରକାରର ପିଠା ସବୁ ଖାଇଥିବ। ଭଉଣୀ ଶ୍ରୁତକୀର୍ତ୍ତି ପଟ୍ଟନାୟକ ଆଜି ଆମକୁ ଗୀତରେ ଗୀତରେ କୋଉ ପିଠା ଖୁଆଇବେ, ଆସ ଶୁଣିବା ଏଇ ଗୀତରୁ। ଗୀତଟିକୁ ତମମାନଙ୍କ ପାଇଁ ଲେଖିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ। ପିଠା ତ ପିଠା, କାକରା ପିଠା, ଇମିତି ପିଠା ଆଉ ତ ନାହିଁ। ପିଠା ତ ପିଠା, କାକରା ପିଠା, ଇମିତି ପିଠା ଆଉ ତ ନାହିଁ। ବୋହୂ ଡାକଟି ଏମିତି ମିଠା, ବୋହୂ ଡାକଟି ଏମିତି ମିଠା, ପାଟିରୁ ମୋର ଛାଡ଼ଇ ନାହିଁ। ପିଠା ତ ପିଠା, କାକରା ପିଠା, ଇମିତି ପିଠା ଆଉ ତ ନାହିଁ। ବଥା ତ ବଥା, ମରମ ବଥା, ଏମିତି ବଥା ହୁଏ ନା ସହି। ବଥା ତ ବଥା, ମରମ ବଥା, ଏମିତି ବଥା ହୁଏ ନା ସହି। ବୋହୁର ପଦେ କଣ କଥା, ବୋହୁର ପଦେ କଣ କଥା, ସକଳ ବଥା ଦିଏ ଭୁଲେଇ। ପିଠା ତ ପିଠା,
କଥା ମନର କଥା କାହାରି ଆଗେ ହୁଏ ନା କହି କଥା ତ କଥା ମନର କଥା କାହାରି ଆଗେ ହୁଏ ନା କହି ମନର ଯେତେ ଅକୁହା କଥା ମନର ଯେତେ ଅକୁହା କଥା ବହୁତ ଏକା ଜାଣିପାରଇ ପିଠା ତ ପିଠା କାକରା ପିଠା ଏମିତି ପିଠା ଆଉ ତ ନାହିଁ ପିଠା ତ ପିଠା କାକରା ପିଠା ଏମିତି ପିଠା ଆଉ ତ ନାହିଁ ବୋହୁ ଡାକଟି ଏମିତି ମିଠା ବୋହୁ ଡାକଟି ଏମିତି ମିଠା ପାଟିରୁ ମୋର ଛାଡ଼ଇ ନାହିଁ ପିଠା ତ ପିଠା କାକରା ପିଠା ଏମିତି ପିଠା ଆଉ ତ ନାହିଁ ପିଠା ତ ପିଠା କାକରା ପିଠା ଏମିତି ପିଠା ଆଉ ତ ନାହିଁ ଏମିତି ପିଠା ଆଉ ତ ନାହିଁ ଏମିତି ପିଠା ଆଉ ତ ନାହିଁ। ପିଲେ ଜଳବାୟୁ ପରିବର୍ତ୍ତନ ବିଶ୍ୱର ଆଜି ଗୋଟିଏ ବଡ଼ ସମସ୍ୟା ପାଲଟିଛି। ଏହା ପୃଥିବୀର ଜଳବାୟୁରେ ହେଉଥିବା ଅସ୍ୱାଭାବିକ ପରିବର୍ତ୍ତନ, ଯାହାକି ଆମ ମାନବୀୟ କାର୍ଯ୍ୟକଳାପ, ଏଇ ଯେମିତିକି କଳକାରଖାନା ବୃଦ୍ଧି, ଗାଡ଼ି ମୋଟର ଚାଳନା, ଜଙ୍ଗଲ କ୍ଷୟ ଏସବୁ ପାଇଁ ପ୍ରକୃତି ଆମ ଉପରେ ଦାଉ ସାଧୁଛି। ଫଳରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ବୃଦ୍ଧି, ବନ୍ୟା, ବାତ୍ୟା, ଖରା, ଜୈବ ବିବିଧତା ନଷ୍ଟ ଓ ଖାଦ୍ୟ ସଙ୍କଟ ଭଳି ସମସ୍ୟା ଦେଖାଦେଉଛି। ହେଲେ ପିଲେ ଏସବୁରୁ ରକ୍ଷା ପାଇବାକୁ ହେଲେ ଆମକୁ ସଚେତନ ହେବାକୁ ପଡ଼ିବ, ସଜାଗ ହେବାକୁ ପଡ଼ିବ, ଗଛ ଲଗେଇ ତାର ଯତ୍ନ ନେବାକୁ ପଡ଼ିବ। ଆସ ପିଲେ ଆଜି ବିଜ୍ଞାନ ବାର୍ତ୍ତାରେ ଶୁଣିବା ଜଳବାୟୁ ପରିବର୍ତ୍ତନ ବିଷୟରେ। କହିଛନ୍ତି ଶରତ ଚନ୍ଦ୍ର ମିଶ୍ର। ପିଲାଏ, ଆଜି ଆମେ ପରିବେଶ ପ୍ରଦୂଷଣ ଏବଂ ତା ଯୋଗୁଁ ଜଳବାୟୁର ପରିବର୍ତ୍ତନ ସମ୍ବନ୍ଧରେ କିଛି କଥା ଜାଣିବା। ଜୀବଜଗତରେ ସୃଷ୍ଟି, ସ୍ଥିତି ଏବଂ ବିଲୟ ମୁଖ୍ୟତଃ ବାୟୁ, ଜଳ, ସ୍ଥଳ, ଅଗ୍ନି ଏବଂ ଆକାଶ ଭଳି 5ଟି ଉପାଦାନ ଉପରେ ନିର୍ଭରଶୀଳ। ଏସବୁର ସହଜ ପ୍ରାପ୍ତି ପାଇଁ ମାନବ ସମାଜ ପ୍ରଥମେ ତାହାର ଜନବସତିକୁ ବନ, ଝରଣା, ନଦୀ, ହ୍ରଦ ଏବଂ ଗିରି ନିକଟରେ ହିଁ ଆରମ୍ଭ କରିଥିଲା। ଜନସଂଖ୍ୟାର ବିସ୍ଫୋରଣ, ଜୀବନଶୈଳୀର ଦ୍ରୁତ ପରିବର୍ତ୍ତନ ଯୋଗୁଁ ବାୟୁ ଏବଂ ଜଳ, ସ୍ଥଳ ଆଦି ପ୍ରଦୂଷିତ ହେଲା। ପରିବେଶ କହିଲେ ଆମ ଚତୁଃପାର୍ଶ୍ୱରେ ଥିବା ବାୟୁମଣ୍ଡଳ, ଜଳରାଶି, ମୃତ୍ତିକା, ଜୀବଜନ୍ତୁ ତଥା ଜନସମାଜ, ଯାହାକୁ ଆମେ ଦେଖିପାରୁ ଏବଂ ଅନୁଭବ କରିପାରୁ। ପ୍ରତ୍ୟେକ ଜୀବ ଏବଂ ମନୁଷ୍ୟ ସେମାନଙ୍କର ଜୀବନ ଧାରଣ ପାଇଁ ଉପଯୁକ୍ତ ଖାଦ୍ୟ, ଜଳ ଏବଂ ବାସଗୃହ ସହ ମୁକ୍ତ ପରିବେଶଟିଏ ଆବଶ୍ୟକ କରନ୍ତି। ହେଲେ ଏହି ପ୍ରଦୂଷିତ ପରିବେଶର କୁଫଳକୁ ମାନବ ସମାଜ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ଅନୁଭବ କରୁଛି। ଏଣୁ ଆନ୍ତର୍ଜାତିକ ସ୍ତରରେ 1972 ମସିହା ମିଳିତ ଜାତିସଂଘର ଆନୁକୂଲ୍ୟରେ ଏକ ବିଶ୍ୱ ପରିବେଶ ସମ୍ମିଳନ ଷ୍ଟକହୋମ୍ଠାରେ ଅନୁଷ୍ଠିତ ହୋଇଥିଲା। ପରେ 1979ରେ ଜେନିଭାଠାରେ, 1996ରେ ରିଓଠାରେ ଏବଂ 1997ରେ କ୍ୟାଟୋଠାରେ ବିଶ୍ୱ ପରିବେଶବିତ୍ମାନଙ୍କ ଦ୍ୱାରା ବିଭିନ୍ନ ଆନ୍ତର୍ଜାତିକ ପରିବେଶ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି, ସମୁଦ୍ର ଜଳପତ୍ତନ ବୃଦ୍ଧି ଏବଂ ଭୟାନକ ପ୍ରାକୃତିକ ଦୁର୍ଘଟଣାକୁ ଗଭୀରତର ଭାବେ ପର୍ଯ୍ୟବେକ୍ଷଣ କରାଯାଇଛି। ଏସବୁର ନୀତିଗତ ସମାଧାନ ଏବଂ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ବିଶ୍ୱର ପ୍ରତ୍ୟେକ ବର୍ଗର ଲୋକ ସଚେତନ ତଥା କ୍ରିୟାଶୀଳ ହେବା ଜରୁରୀ। କାରଣ ପରିବେଶରେ ହିଁ ଜୀବନର ସତ୍ତା ନିହିତ। ପରିବେଶ ହେଉଛି ଜୀବଜଗତର ଅସ୍ତିତ୍ୱ। ପରିବେଶ ନଷ୍ଟ ହେଲେ ଜୀବ ନଷ୍ଟ ପାଇବ ଏବଂ ଦିନ ହୁଏତ ସୃଷ୍ଟି ନଷ୍ଟ ହୋଇଯିବ। ଏହା ଜାଣି ମଧ୍ୟ ବିଜ୍ଞ ମାନବ ଦାନବ ସାଜି ବିକାଶ ନାମରେ ପରିବେଶକୁ ବିନାଶ କରି ଚାଲିଛି। ପରିଣାମ ସ୍ୱରୂପ ପରିବେଶ ମଧ୍ୟ ମାନବ ସମାଜ ଉପରେ ଦାଉ ସାଧୁଛି। ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ, ଉତ୍କଟ ବାୟୁ ପ୍ରଦୂଷଣ, ରାତ୍ରିରେ ଅସ୍ୱାଭାବିକ ତାତି, ବନ୍ୟଜନ୍ତୁଙ୍କର ଆକ୍ରମଣ ମଣିଷ ପ୍ରତି ବିପଦର କାରଣ ସାଜିଛି। ଜୀବନ ଧାରଣର ପ୍ରଥମ ତଥା ପ୍ରଧାନ ଉପାଦାନ ହେଉଛି ବାୟୁ। ପୁଣି ବାୟୁର ପ୍ରମୁଖ ଉପାଦାନ ହେଉଛି ଅମ୍ଳଜାନ, ଯାହାକି ଜୀବଜଗତର ପ୍ରଥମ ଆବଶ୍ୟକତା। ବାୟୁରେ ଥିବା ଅଙ୍ଗାରକାମ୍ଳ, ଧୂଳିକଣା
ଗନ୍ଧକ ଉଦ୍ଯାନ ଏବଂ ବିଭିନ୍ନ ବସ୍ତୁକଣିକାମାନ ସେମାନଙ୍କର ନିର୍ଦ୍ଦିଷ୍ଟ ସୀମା ଅତିକ୍ରମ କଲେ ବାୟୁ ପ୍ରଦୂଷିତ ହୋଇଥାଏ। ଅନ୍ୟ ଦେଶ ତୁଳନାରେ ଆମ ଦେଶର ବାୟୁ ପ୍ରଦୂଷଣ ହାର ଖୁବ୍ ଅଧିକ। ସାଧାରଣତଃ ବାୟୁ ମାନବ ସୂଚନାଙ୍କ AQR 50 ଥିଲେ ଉତ୍ତମ ଏବଂ 100 ଥିଲେ ତା ଶ୍ୱାସ ପ୍ରଶ୍ୱାସ ଯୋଗ୍ୟ। ମାତ୍ର ଏହି ସୂଚନାଙ୍କ 100କୁ ଅତିକ୍ରମ କଲେ ତା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ସୂଚନାଙ୍କ 200 ଟପିଲେ ସାଂଘାତିକ ଏବଂ 300 ଟପିଲେ ଅତି ସାଂଘାତିକ, ଯାହାକି ମଣିଷ ସମାଜ ପାଇଁ ଘାତକ ସାଜିଥାଏ। ମାତ୍ର ଆମ ଦେଶ ରାଜଧାନୀ ଦିଲ୍ଲୀରେ ଏହି ସୂଚନାଙ୍କ 400ରୁ ଅଧିକ। ଭାରତର ଅନେକ ବଡ଼ ବଡ଼ ସହର ମଧ୍ୟ ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର ଭାବରେ ଚିହ୍ନଟ ହୋଇଛି। ଆମ ଦେଶରେ ବାୟୁ ପ୍ରଦୂଷଣ ଅଧିକ ହେବାର କାରଣ ଅନେକ। ତେବେ ଦେଶର ପ୍ରଗତି ପାଇଁ ବିଦ୍ୟୁତ୍ ଉତ୍ପାଦନ ଜରୁରୀ। ଏଥିନିମନ୍ତେ କୋଇଲା ଭିତ୍ତିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ ନିର୍ଗତ ଧୂଆଁ, କଳକାରଖାନାରୁ ନିର୍ଗତ ବିଭିନ୍ନ ବିଷାକ୍ତ ବାଷ୍ପ, କାଠ, କୋଇଲା ଏବଂ ଘଷିରୁ ଦହନ, ପୁଣି ପେଟ୍ରୋଲ ଏବଂ ଡିଜେଲ ଚାଳିତ ଯାନରୁ ନିର୍ଗତ ବାଷ୍ପ ହିଁ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ। ଏହା ବ୍ୟତୀତ ଗୃହ, ସଡ଼କ ଏବଂ ବିଭିନ୍ନ ନିର୍ମାଣ କାର୍ଯ୍ୟରୁ ନିର୍ଗତ ଧୂଆଁ ଏବଂ ଧୂଳିକଣା ବାୟୁ ପ୍ରଦୂଷଣର ଅନ୍ୟତମ କାରଣ। ଶ୍ୱାସକ୍ରିୟାରେ ଏହି ଦୂଷିତ ବାୟୁ ଗ୍ରହଣ କଲେ ଆମେ ଥଣ୍ଡା, କାଶ, ଶ୍ୱାସ, ଅଂଶୁଘାତ, ହୃଦରୋଗ ଏବଂ କର୍କଟ ଆଦି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉ। ବାୟୁମଣ୍ଡଳ ପ୍ରଦୂଷଣ ଯୋଗୁଁ ଓଡ଼ିଶାରେ ଅନେକ ସହର ଆଜି ପ୍ରଦୂଷିତ, ଯେପରିକି ରାଉରକେଲା, ରାଜଗାଙ୍ଗପୁର, ଝାରସୁଗୁଡ଼ା, ଯୋଡ଼ା, ବଡ଼ବିଲ, ତାଳଚେର, ସୁକିନ୍ଦା, ଯାଜପୁର, କଟକ ଏବଂ ଭୁବନେଶ୍ୱର ଆଦି ସହର ବିଶ୍ୱର ଶୀର୍ଷ ବାୟୁ ପ୍ରଦୂଷିତ ତାଲିକାରେ ଆଜି ସ୍ଥାନ ପାଇଛି। ଏସବୁ ଅଞ୍ଚଳରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ସଂଖ୍ୟାଧିକ ଯାନବାହନ ଚଳାଚଳ ଏବଂ କଳକାରଖାନାରୁ ନିର୍ଗତ ଧୂଆଁ। ସମ୍ପ୍ରତି ବସ୍, କାର୍, ଟ୍ରକ୍, ମୋଟରସାଇକେଲ ଏବଂ ଜେନେରେଟରରୁ ନିର୍ଗତ ଧୂଆଁ ପରିବେଶ ପ୍ରଦୂଷଣ ଏବଂ ସ୍ୱାସ୍ଥ୍ୟହାନିର କାରଣ। ବିଭିନ୍ନ ଇଞ୍ଜିନ୍ ଯେତେବେଳେ ଜୀବାଶ୍ମ ଇନ୍ଧନକୁ ମୁଖ୍ୟତଃ ଜାଳେଣୀ ରୂପେ ବ୍ୟବହାର କରନ୍ତି, ସେତେବେଳେ ଦହନ ଯୋଗୁଁ ଅନେକ ରାସାୟନିକ ଧୂଳିକଣା ସମେତ ନାଇଟ୍ରୋଜେନ୍ ଅକ୍ସାଇଡ୍, କାର୍ବନ ମୋନୋକ୍ସାଇଡ୍ ଏବଂ ଜଳି ନ ପାରୁଥିବା ବିଭିନ୍ନ ଅଣୁ ସହ ଗ୍ୟାସୋଲିନ୍ ଭଳି ଆଉ କେତେକ ବାଷ୍ପୀଭୂତ କଣିକା ମିଶି ସ୍ମୋକ୍ ସୃଷ୍ଟି କରନ୍ତି। ଏହି ସ୍ମୋକ୍କୁ ଧୂଳିକଣା କୁହୁଡ଼ି ମଧ୍ୟ କୁହାଯାଏ। କେତେକ ପ୍ରକାରର ହାଇଡ୍ରୋକାର୍ବନ, ମାରାତ୍ମକ ଗ୍ୟାସ୍ ଏବଂ ଧୂଳିକଣା କର୍କଟ ରୋଗର ସୃଷ୍ଟିକାରୀ। ଏହା ମଧ୍ୟ ଗ୍ରୀନ୍ ହାଉସ୍କୁ ଜନ୍ମ ଦେଇଥାଏ। ପରିବେଶ ଦ୍ରୁତ ଗତିରେ ପ୍ରଦୂଷିତ ହେବା ଯୋଗୁଁ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ବ୍ୟାପକ ଶିଳ୍ପାଞ୍ଚଳ ବୃଦ୍ଧି ସହିତ ଲଗାମବିହୀନ ଯାନବାହନର ସଂଖ୍ୟା ବୃଦ୍ଧି ବାୟୁ ପ୍ରଦୂଷଣର ମୁଖ୍ୟ କାରଣ। ଜୀବାଶ୍ମ ଇନ୍ଧନର ବ୍ୟାପକ ଦହନ ବିଭିନ୍ନ କାରଣରୁ ବାୟୁ ପ୍ରଦୂଷଣ ସହ କାର୍ବନ ମୋନୋକ୍ସାଇଡ୍ ଏବଂ ମିଥନ୍ ଭଳି ସବୁଜ କୋଠରୀ ଗ୍ୟାସର ଅତ୍ୟଧିକ ନିର୍ଗମନ ଯୋଗୁଁ ବାୟୁମଣ୍ଡଳୀୟ ତାପମାତ୍ରା ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଜୀବାଶ୍ମ ଇନ୍ଧନର ବ୍ୟାପକ ଦହନ ଏବଂ ବିଭିନ୍ନ କାରଣରୁ ବାୟୁ ପ୍ରଦୂଷଣ ସହ କାର୍ବନ ମୋନୋକ୍ସାଇଡ୍ ଏବଂ ମିଥେନ୍ ଭଳି ସବୁଜ କୋଠରୀ ଗ୍ୟାସର ଅତ୍ୟଧିକ ନିର୍ଗମନ ଯୋଗୁଁ ବାୟୁମଣ୍ଡଳର ତାପମାତ୍ରା ଚିନ୍ତାଜନକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଏହା ସାଧାରଣ ତାପମାତ୍ରା ଠାରୁ ପ୍ରାୟ 1.5 ଡିଗ୍ରୀ ବା 1.5 ଡିଗ୍ରୀ ସେଣ୍ଟିଗ୍ରେଡ୍ ଅଧିକ। ଏହା ସମୁଦ୍ର ଜଳର ଉପର ସ୍ତରର ପାଣିକୁ ଅପେକ୍ଷାକୃତ ଅଧିକ ଉତ୍ତପ୍ତ ରଖୁଥିବାରୁ ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି ପାଉଛି। ଏହାର କୁପ୍ରଭାବ ସମଗ୍ର ବିଶ୍ୱର ଜଳବାୟୁ ଉପରେ ପ୍ରତିଫଳିତ ହେଉଛି। ଫଳରେ ମେରୁରେ ବରଫ ତରଳି ସମୁଦ୍ରର ଜଳପତନ ବୃଦ୍ଧି, ବନାଗ୍ନି, ପ୍ରବଳ ଗ୍ରୀଷ୍ମ ପ୍ରବାହ, ବାରମ୍ବାର ବନ୍ୟା, ବାତ୍ୟା, ମରୁଡ଼ି, ବିଳମ୍ବିତ ଶୀତ ଏବଂ ସଂକୁଚିତ ମୌସୁମୀ ସହ ସ୍ୱଳ୍ପ ବୃଷ୍ଟି, ଘନ ଘନ ବଜ୍ରପାତ ଏବଂ ଲଘୁଚାପ ଏସବୁ ଅସ୍ୱାଭାବିକତାର ମୁଖ୍ୟ କାରଣ ପରିବେଶ ବୋଲି ବିଶ୍ୱ ପରିବେଶବିତ୍ ମତ ରଖିଛନ୍ତି। ଏଣୁ ବିଶ୍ୱ ପରିବେଶ ପ୍ରଦୂଷଣକୁ ଲକ୍ଷ୍ୟ କରି ବିଶ୍ୱ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆପଣାଇଛନ୍ତି ବିଭିନ୍ନ ଦେଶର ସରକାର, ବୈଜ୍ଞାନିକ, ପରିବେଶବିତ୍ ଏବଂ ଚିନ୍ତାଶୀଳ ବିଜ୍ଞଜନ। ଏଣୁ ବିଶ୍ୱ ପରିବେଶ ପ୍ରଦୂଷଣକୁ ଲକ୍ଷ୍ୟ ରଖି ବିଶ୍ୱ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆପଣାଇଛନ୍ତି ବିଭିନ୍ନ ଦେଶର ସରକାର, ବୈଜ୍ଞାନିକ, ପରିବେଶବିତ୍ ଏବଂ ଚିନ୍ତାଶୀଳ ବିଜ୍ଞଜନ। ତେବେ ପରିବେଶ ପ୍ରଦୂଷଣର ମୁଖ୍ୟ ପୁରୋଧା ଯେ ମନୁଷ୍ୟ, ଏକଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ସମାଜର ପ୍ରଗତି ପାଇଁ କଳକାରଖାନା ପ୍ରତିଷ୍ଠା ଜରୁରୀ। ତେବେ ଆମେ ଯଦି ଚାହିଁବା
ତେବେ ବ୍ୟକ୍ତିଗତ ଯାନବାହନ ଚଳାଚଳକୁ ଅନେକ ପରିମାଣରେ କମାଇ ଦେଇପାରିବା। ଏହାର ମୁଖ୍ୟ କାରଣ ହେଉଛି ଆମର ବ୍ୟୟବହୁଳ ଜୀବନଶୈଳୀ ସହ ଅଜ୍ଞତା, ଅସଚେତନତା, ଅହଙ୍କାର ତଥା ସର୍ବୋପରି ଲୋକ ଦେଖାଣିଆ ଆବଶ୍ୟକତା। ଗ୍ରାମାଞ୍ଚଳ ଠାରୁ ସହରର ବାୟୁ ପ୍ରଦୂଷଣ ଅଧିକ। ଏହାର ମୁଖ୍ୟ କାରଣ ବୋଧହୁଏ ଯାନବାହନର ଅଧିକ ଚଳାଚଳ ଏବଂ ପ୍ରଶସ୍ତ ରାସ୍ତା ନିର୍ମାଣ ଯୋଗୁଁ ପୁରୁଣା ଗଛର ଛେଦନ। ଏଣୁ ଆଜି ବିଶ୍ୱର ବିଭିନ୍ନ ବିକଶିତ, ପ୍ରଗତିଶୀଳ ତଥା ବିକାଶମୁଖୀ ଦେଶ ସମୂହ ପ୍ରଦୂଷଣମୁକ୍ତ ସାଇକେଲ ଚାଳନାକୁ ଅଧିକ ପ୍ରୋତ୍ସାହିତ କରୁଛନ୍ତି। ଏଣୁ ବିଶ୍ୱର ଅନ୍ୟତମ ରାଷ୍ଟ୍ର ପରି ଆମ ଦେଶର ଯୁବକ, ଯୁବତୀ, କର୍ମଚାରୀ ଏବଂ ସାଧାରଣ ଜନତା ସାଇକେଲ ଚାଳନାକୁ ମନ ବଳାଇବା ବାଞ୍ଛନୀୟ। ପରିବେଶ ପ୍ରଦୂଷଣ ଏକ କଠିନ ସମସ୍ୟା। ଏହାର ସମାଧାନ ସହଜ ନୁହେଁ, ମାତ୍ର ଅସମ୍ଭବ ବା ଅସାଧ୍ୟ ମଧ୍ୟ ନୁହେଁ। ପ୍ରଥମେ ବାୟୁମଣ୍ଡଳରୁ ଶୁଦ୍ଧ କରିବା ପାଇଁ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ସୀମିତ ରଖିବା ସହ ସୂର୍ଯ୍ୟାଲୋକ, ଜଳ ଏବଂ ବାୟୁକୁ ଉପଯୋଗ କରି ପ୍ରଥମେ ବାୟୁମଣ୍ଡଳକୁ ଶୁଦ୍ଧ କରିବା, ଅଧିକରୁ ଅଧିକ ବୃକ୍ଷରୋପଣ କରି ବାୟୁମଣ୍ଡଳର ଶୁଦ୍ଧତା ଆଣିବା। ଅତୀତର ସେହି ବାସୋପଯୋଗୀ ବିଶ୍ୱ ଆଜି ଆମ ପାଖରେ ନାହିଁ। ଆମେ ତାକୁ ପ୍ରଦୂଷିତ କରିଦେଇଛୁ। ଏଣୁ ତାକୁ ପୂର୍ବାବସ୍ଥାକୁ ଆଣିବାର ଦାୟିତ୍ୱ ବି ଆମର। ଏଣୁ ଆମକୁ ଜଳ, ଇନ୍ଧନ ଏବଂ ପ୍ରାକୃତିକ ସମ୍ପଦକୁ ବଞ୍ଚାଇବାକୁ ହେବ। ଆମେ ନିଜେ ସଚେତନ ନହେଲେ ସମଗ୍ର ଜଗତ ପ୍ରତି ସୃଷ୍ଟି ହେଉଥିବା ବିପଦକୁ କେବେ ବି ଆମେ ଟାଳିପାରିବା ନାହିଁ। ଏଣୁ ଆମେ କଥା, କାର୍ଯ୍ୟ ଏବଂ ମାନସିକତାରେ ସଜାଗ ହୋଇ ବିଶ୍ୱକୁ ଭୟଙ୍କର ପ୍ରଦୂଷଣରୁ ମୁକ୍ତି ଦେବା ପାଇଁ ପ୍ରଚେଷ୍ଟା ଜାରି ରଖିବା। ଫଳରେ ଆଗାମୀ ଦିନରେ ଆମେ ଜୀବଜଗତକୁ ସୁରକ୍ଷା ଦେବା ସହ ଏକ ସୁନ୍ଦର, ଶାନ୍ତ, ନିର୍ମଳ ବିଶ୍ୱ ଗଠନରେ ଭାଗିଦାର ହୋଇପାରିବା। ତୁମେମାନେ କ'ଣ ଏଥିରେ ସହଯୋଗ କରିବନି କି? ହଉ ପିଲେ, ଆଜି ପାଇଁ କିଶୋର ଚକ୍ର ଏତିକି। ହେଲେ ପୁଣି ଅପେକ୍ଷା କରିଥିବ ଆଗାମୀ ଶନିବାର ଅପରାହ୍ନ 5ଟା ବେଳକୁ। ଶୁଣିବାକୁ ଜମାରୁ ଭୁଲିବନି।